समस्त को स्वागत। आज आम डिस्कसन करवा 10ମ ଶ୍ରେଣୀର मंगळे ଅଇଲା ଉଷା कवितार प्रश्नोत्तरी। तो प्रथम प्रश्न, मंगळे ଅଇଲା ଉଷା पद्य क्यों छंदरे रचित? ऑप्शन ए शंकराभरण, बी मंगल बराड़ी, सी चोखी, डी गुज्जरी। मंगळे ଅଇଲା ଉଷା पद्य क्यों छंदरे रचित? आंसर हे ऑप्शन सी चोखी। 2 नंबर प्रश्न, निम्नलिखित पदगुड़िक मध्यरु केउंटी रूपक कर्मधारय नुह? आंसर हे ऑप्शन ए करपल्लव, बी निहार मुक्ता, सी तरंगकर, डी बीणा झंकार। निम्नलिखित पदगुड़िक मध्यरु केउंटी रूपक कर्मधारय नुह? तो आंसर हे ऑप्शन डी बीणा झंकार। 3 नंबर क्वेश्चंस, उषा को प्रशंसा करी सती सीता क्यों वाक्यटी कहिसंती? ऑप्शन ए तुमे तिमिर विद्वांसी, बी तुमे प्रशांत रूप, सी तुमे जनकी दर्शन तृष्णा, डी तुमे विकच राजीव दृशा। तो आंसर हे ऑप्शन ए तुमे तिमिर विद्वांसी। चतुर्थ प्रश्न, उषा करपल्लव रे उपहार भावे कौन आनिथिले? ऑप्शन ए धनरत्न, बी पुच्छगुच्छ, सी निहार रूपक मुक्ता, डी अरुण कषाय बास। उषा करपल्लव रे उपहार भावे कौन आनिथिले? आंसर हे ऑप्शन सी निहार रूपक मुक्ता। 5 नंबर क्वेश्चंस, कवि काहाकु जोगेश्वरी बोली कहिसंती? ऑप्शन ए उषांकु, बी सीतांकु, सी अनुकंपांकु, डी मुनिंकु। कवि काहाकु जोगेश्वरी बोली कहिसंती? आंसर हे ऑप्शन ए उषांकु। 6 नंबर क्वेश्चंस, उषा निर्देश रे किए बीणा बजाउथिला? उषा निर्देश रे किए बीणा बजाउथिला? ऑप्शन ए कोकिल, बी समीर, सी सुरभि, डी भ्रमर। तो आंसर हे ऑप्शन डी भ्रमर बीणा बजाउथिला। 7 नंबर क्वेश्चंस, सीता को किए राजलक्ष्मी हृदयहार बोली कहिसंती? ऑप्शन ए अनुकंपा, तमसा, उषा, मुनिकन्या। उषा को किए राजलक्ष्मी हृदयहार बोली कहिसंती? अनुकंपा, तमसा, उषा, मुनिकन्या। आंसर हे ऑप्शन बी तमसा। 8 नंबर क्वेश्चंस, गंगाधर मेहेर ओडिया साहित्य रे क्यों कवि भाव में परिचित? भक्त कवि, पल्ली कवि, स्वभाव कवि, कांत कवि। गंगाधर मेहेर स्वभाव कवि भाव में परिचित, ऑप्शन सी। 9 नंबर, कवि काहाकु उषांक कर भावे कल्पना करिसंती? आंसर हे पल्लव। कवि काहाकु उषांक कर भावे कल्पना करिसंती? ऑप्शन ए रही पद्मफूल, तरंग, शिशिर, पल्लव। तो आंसर हे पल्लव। नेक्स्ट क्वेश्चंस, कवि काहाकु आश्रम धात्री बोली कहिसंती? तमसा को, उषा को, अनुकंपा को, सीता को। कवि काहाकु आश्रम धात्री बोली कहिसंती? आंसर हे ऑप्शन ए तमसा को। 11 नंबर क्वेश्चंस, भाट कौन करे? बीणा बजाए, नृत्य करे, स्तव पाठ करे, गीत गाए।
ଭାଟ କ'ଣ କରେ? ଆନ୍ସର ହେବ ଅପସନ୍ ସି ସ୍ତବ ପାଠ କରେ। 12 ନମ୍ବର ଅନୁକମ୍ପା କାହାକୁ ସୁକୁମାର ଦେହି ବୋଲି କହିଛନ୍ତି? ସୀତାଙ୍କୁ, ଉଷାଙ୍କୁ, ତମସାକୁ, ଅନୁକମ୍ପାଙ୍କୁ। ଅନୁକମ୍ପା କାହାକୁ ସୁକୁମାର ଦେହି ବୋଲି କହିଛନ୍ତି? ଆନ୍ସର ହେବ ଅପସନ୍ ବି ଉଷାଙ୍କୁ। 13 ନମ୍ବର ପଠିତ କବିତାରେ କାହାକୁ ବ୍ରହ୍ମଚାରିଣୀ କୁହାଯାଇଛି? ଅପସନ୍ ଏ ଉଷାଙ୍କୁ, ବି ବୈଦେହୀଙ୍କୁ, ସି ଅନୁକମ୍ପାଙ୍କୁ, ଡି ତମସାଙ୍କୁ। ଆନ୍ସର ହେବ ଅପସନ୍ ସି ଅନୁକମ୍ପାଙ୍କୁ। ଅନୁକମ୍ପାଙ୍କୁ ବ୍ରହ୍ମଚାରିଣୀ କୁହାଯାଇଛି। 14 ନମ୍ବର ଦର୍ଶନ ଦିଅ ସତୀ ରାତି ପାହିଲା ଏ ଉକ୍ତିଟି କାହାର? ଅନୁକମ୍ପା, କୁମ୍ଭାଟୁଆ, ଉଷା, ବାଲ୍ମୀକି। ଦର୍ଶନ ଦିଅ ସତୀ ରାତି ପାହିଲା ଏ ଉକ୍ତିଟି କାହାର? ଆନ୍ସର ହେବ ଅପସନ୍ ସି ଉଷାର। 15 ନମ୍ବର କ୍ୱେଶ୍ଚନ୍ସ ସୀତାଙ୍କୁ ପାଇ କିଏ ନିଜକୁ ଭାଗ୍ୟବତୀ ମନେ କରିଥିଲେ? ସୀତାଙ୍କୁ ପାଇ କିଏ ନିଜକୁ ଭାଗ୍ୟବତୀ ମନେ କରିଥିଲେ? ଅପସନ୍ ଏ ଉଷା, ବି ତମସା, ସି ଅନୁକମ୍ପା, ଡି ମୁନିକନ୍ୟା ମାନେ। ତ ଆନ୍ସର ହେବ 15 ନମ୍ବର ଅପସନ୍ ବି ତମସା ନଦୀ। ତମସା ନଦୀ ସୀତାଙ୍କୁ ପାଇ ନିଜକୁ ଭାଗ୍ୟବତୀ ବୋଲି ମନେ କରିଥିଲା। 16 ନମ୍ବର କବି ଉଷାଙ୍କୁ କେଉଁ ରୂପରେ ବର୍ଣ୍ଣନା କରିଛନ୍ତି? ବାଗେଶ୍ୱରୀ ରୂପରେ, ଯୋଗେଶ୍ୱରୀ ରୂପରେ, ବିଶ୍ବେଶ୍ୱରୀ ରୂପରେ, ସୁରେଶ୍ୱରୀ ରୂପରେ। କବି ଉଷାଙ୍କୁ କେଉଁ ରୂପେ ବର୍ଣ୍ଣନା କରିଛନ୍ତି? ଆନ୍ସର ହେବ ଅପସନ୍ ବି ଯୋଗେଶ୍ୱରୀ ରୂପେ। କେଉଁ ଯୋଗେଶ୍ୱରୀରେ ଆସି ମଧୁର ଭାଷୀ ଆଶ୍ୱାସୀ। ତ ଆନ୍ସର ହେବ ଯୋଗେଶ୍ୱରୀ ରୂପରେ କବି ଉଷାଙ୍କୁ ବର୍ଣ୍ଣନା କରିଛନ୍ତି। 17 ନମ୍ବର ଅରୁଣ କଷାୟ ବାସର ଅର୍ଥ କ'ଣ? ଅପସନ୍ ଏ ଅରୁଣଙ୍କ ନିମନ୍ତେ କଷାୟ ବସ୍ତ୍ର, ବି ଅରୁଣଙ୍କର କଷାୟ ବସ୍ତ୍ର, ସି ଅରୁଣ ରଙ୍ଗର କଷାୟ ବସ୍ତ୍ର, ଡି କଷାୟ ରଙ୍ଗର ଅରୁଣ ବସ୍ତ୍ର। ଅରୁଣ କଷାୟ ବାସର ଅର୍ଥ କ'ଣ? ଆନ୍ସର ହେବ ଅପସନ୍ ସି ଅରୁଣ ରଙ୍ଗର କଷାୟ ବସ୍ତ୍ର। ଆନ୍ସର ହେବ ସି ଅରୁଣ ରଙ୍ଗର କଷାୟ ବସ୍ତ୍ର। 18 ନମ୍ବର ଉଷାଙ୍କ ନିର୍ଦ୍ଦେଶରେ କିଏ ସଙ୍ଗୀତ ଗାନ କରୁଥିଲା? ଅପସନ୍ ଏ ସମୀର, ବି ଭ୍ରମର, ସି ସୁରଭି, ଡି କଳିଙ୍ଗ। ଉଷାଙ୍କ ନିର୍ଦ୍ଦେଶରେ କିଏ ସଙ୍ଗୀତ ଗାନ କରୁଥିଲା? ଆନ୍ସର ହେବ ଅପସନ୍ ଏ ସମୀର। ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ। ତ ଉଷାଙ୍କ ନିର୍ଦ୍ଦେଶରେ ସମୀର ସଙ୍ଗୀତ ଗାନ କରୁଥିଲା। 19 ନମ୍ବର ସୀତାଙ୍କର ଅନ୍ୟ ନାମ ବୈଦେହୀ ହେବାର କାରଣ କ'ଣ? ସୀତାଙ୍କର ଅନ୍ୟ ନାମ ବୈଦେହୀ ହେବାର କାରଣ କ'ଣ? ଅପସନ୍ ଏ ବିଶେଷ ଦେହ ଧାରଣ କନ୍ୟା, ବି ବିଦେହର କନ୍ୟା, ସି ଦେହହୀନ କନ୍ୟା, ଡି ବିଦେଶିନୀ କନ୍ୟା। ଆନ୍ସର ହେବ ଅପସନ୍ ବି ବିଦେହର କନ୍ୟା। 20 ନମ୍ବର କବିତାରେ ରଘୁବଂଶିକ କାହାକୁ କୁହାଯାଇଛି? ଏ ବାଲ୍ମୀକିଙ୍କୁ, ବି ରାମଚନ୍ଦ୍ରଙ୍କୁ, ସି ଉଷାଙ୍କୁ, ଡି ତମସାଙ୍କୁ। କବିତାରେ ରଘୁବଂଶିକ କାହାକୁ କୁହାଯାଇଛି? ଆନ୍ସର ହେବ ଅପସନ୍ ବି ରାମଚନ୍ଦ୍ରଙ୍କୁ। 21 ନମ୍ବର କେଉଁ ତୃଷା ହୃଦୟରେ ବହନ କରି ଉଷା ଆଗମନ କରିଛନ୍ତି? କେଉଁ ତୃଷା ହୃଦୟରେ ବହନ କରି ଉଷା ଆଗମନ କରିଛନ୍ତି? ଅପସନ୍ ଏ ଆଶ୍ରମ ଦର୍ଶନ, ବି ତମସାରେ ଅବଗାହନ, ସି ଜାନକୀ ଦର୍ଶନ, ଡି ସୀତାଙ୍କୁ ଆଲିଙ୍ଗନ। ଆନ୍ସର ହେବ ଅପସନ୍ ସି ଜାନକୀ ଦର୍ଶନ। 22 ନମ୍ବର ଉଷାଙ୍କ ନିର୍ଦ୍ଦେଶରେ କିଏ ନର୍ତ୍ତନ କରିଛି? କୁମ୍ଭାଟୁଆ, ସମୀର, ଭ୍ରମର, ସୁରଭି। ଉଷାଙ୍କ ନିର୍ଦ୍ଦେଶରେ କିଏ ନର୍ତ୍ତନ କରିଛି? ଆନ୍ସର ହେବ ଅପସନ୍ ଡି ସୁରଭି। ଉଷାଙ୍କ ନିର୍ଦ୍ଦେଶରେ ସୁରଭି ନର୍ତ୍ତନ କରିଛି। 23 ନମ୍ବର ମଙ୍ଗଳେ ଅଇଲା ଉଷା କବିତାଟି ଗଙ୍ଗାଧର ମେହେରଙ୍କର କେଉଁ କାବ୍ୟରୁ ସଂଗୃହୀତ?
प्रणय बल्लरी, पद्मिनी, तपस्विनी, इंदुमती। आंसर हम ऑप्शन सी तपस्विनी। तपस्विनी काव्यରୁ ମଙ୍ଗଳେ ଅଇଲା ଉଷା କବିତାଟି ଆସିଅଛି ବା ସଂଗୃହୀତ। 24 ନମ୍ବର ନବପଲ୍ଲବରେ ଦୃଶ୍ୟମାନ ଶିଶିର ବିନ୍ଦୁକୁ କବି କାହା ସହିତ ତୁଳନା କରିଛନ୍ତି? ହୀରା ସହିତ, ମୁକ୍ତା ସହିତ, ରାଜୀବ ସହିତ, ସୂର୍ଯ୍ୟ ସହିତ। ନବପଲ୍ଲବରେ ଦୃଶ୍ୟମାନ ଶିଶିର ବିନ୍ଦୁକୁ କବି କାହା ସହିତ ତୁଳନା କରିଛନ୍ତି? ଆନ୍ସର ହେବ ଅପସନ୍ ବି ମୁକ୍ତା ସହିତ ତୁଳନା କରିଛନ୍ତି। 25 ନମ୍ବର ମୁନିଙ୍କର ବେଦ ଧ୍ୱନିକୁ କାହା ସହିତ ତୁଳନା କରାଯାଇଛି? ଓମକାର ଧ୍ୱନି ସହିତ, ସମୀରର ସଙ୍ଗୀତ ଗାନ ସହିତ, ଭ୍ରମରର ବୀଣା ବାଦନ ସହିତ, ସରସ୍ୱତୀଙ୍କ ବୀଣା ଝଙ୍କାର ସହିତ। ମୁନିଙ୍କର ବେଦ ଧ୍ୱନିକୁ କାହା ସହିତ ତୁଳନା କରାଯାଇଛି? ଆନ୍ସର ହେବ ଅପସନ୍ ଡି ସରସ୍ୱତୀଙ୍କର ବୀଣା ଝଙ୍କାର। 26 ନମ୍ବର ଉଠ ସତୀ ରାଜ୍ୟରାଣୀ ରାତି ପାହିଲା, ଏହା କାହାର ଉକ୍ତି? ଅନୁକମ୍ପାଙ୍କର, ମୁନିକନ୍ୟାଙ୍କର, ଗଜଳପାତିର, ଉଷାଙ୍କର। ଉଠ ସତୀ ରାଜରାଣୀ ରାତି ପାହିଲା, ଏହା କାହାର ଉକ୍ତି? ଆନ୍ସର ହେବ ଅପସନ୍ ସି ଗଜଳପାତିର। 27 ନମ୍ବର ଉଷାଙ୍କର ପ୍ରଶାନ୍ତ ରୂପ ମନରେ କ'ଣ ଦିଏ? ଅପସନ୍ ଶାନ୍ତି ଦିଏ, ବିଶ୍ୱାସ ଦିଏ, ଆନନ୍ଦ ଦିଏ, ତୃପ୍ତି ଦିଏ। ଆନ୍ସର ହେବ ଅପସନ୍ ବି ଉଷାଙ୍କର ପ୍ରଶାନ୍ତ ରୂପ ମନରେ ବିଶ୍ୱାସ ଦିଏ। 28 ନମ୍ବର ପଦ୍ମିନୀ ଉପରେ ପଡ଼ିଥିବା ଶିଶିର ବିନ୍ଦୁରେ କାହାର ପ୍ରତିବିମ୍ବ ପ୍ରତିଫଳିତ ହୋଇଥାଏ? ଅପସନ୍ ଏ ରାମଚନ୍ଦ୍ରଙ୍କର, ବି ଶୋକ ଜର୍ଜରିତ ଚିତ୍ତର, ସି ଉଷାର, ଡି ସୂର୍ଯ୍ୟଙ୍କର। ପଦ୍ମିନୀ ଉପରେ ପଡ଼ିଥିବା ଶିଶିର ବିନ୍ଦୁରେ କାହାର ପ୍ରତିବିମ୍ବ ପ୍ରତିଫଳିତ ହୋଇଥାଏ? ଆନ୍ସର ହେବ ଅପସନ୍ ଡି ସୂର୍ଯ୍ୟଙ୍କର। ପଦ୍ମିନୀ ଉପରେ ପଡ଼ିଥିବା ଶିଶିର ବିନ୍ଦୁରେ ସୂର୍ଯ୍ୟଙ୍କର ପ୍ରତିବିମ୍ବ ପ୍ରତିଫଳିତ ହୋଇଥାଏ। 29 ନମ୍ବର ମୁନିମୁଖ ବେଦସ୍ୱନ କାହାକୁ ପୂର୍ଣ୍ଣ କଳା ବୋଲି କବିତାରେ କୁହାଯାଇଛି? ମୁନିମୁଖ ବେଦସ୍ୱନ କାହାକୁ ପୂର୍ଣ୍ଣ କଲା ବୋଲି କବିତାରେ କୁହାଯାଇଛି? ଅପସନ୍ ଏ କୁଟୀରକୁ, ବି ଶ୍ୟାମବନକୁ, ସି ହୃଦୟକୁ, ଡି ଆଶ୍ରମ ପରିସରକୁ। ଆନ୍ସର ହେବ ଅପସନ୍ ବି ଶ୍ୟାମବନକୁ। 30 ନମ୍ବର କ୍ୱେଶ୍ଚନ୍ସ ଶୁଭ ସମ୍ପାଦନୀ ହୁଅ ରଘୁବଂଶୀକେ କାହାକୁ ଏହି ନିବେଦନ କରାଯାଇଛି? ସୀତାଙ୍କୁ, ଉଷାଙ୍କୁ, ଅନୁକମ୍ପାଙ୍କୁ, ତମସାକୁ। ଶୁଭ ସମ୍ପାଦନୀ ହୁଅ ରଘୁବଂଶୀକେ କାହାକୁ ଏହି ନିବେଦନ କରାଯାଇଛି? ଆନ୍ସର ହେବ ଅପସନ୍ ବି ଉଷାଙ୍କୁ। 31 ନମ୍ବର ଭାଗ୍ୟବତୀ ମତେ ସଂସାରେ ବୋଲିବେ ତୋ ଯୋଗୁଁ ଏକା ପର ସଂସାରେ ଏକଥା କିଏ କହିଛନ୍ତି? ଅନୁକମ୍ପା, ସୀତା, ତମସା, ଉଷା। ଭାଗ୍ୟବତୀ ମତେ ସଂସାରେ ବୋଲିବେ ତୋ ଯୋଗୁଁ ଏକା ପର ସଂସାରେ। ଏହାର ଆନ୍ସର ହେଉଛି ଅପସନ୍ ସି ତମସା। 32 ନମ୍ବର ବାଲ୍ମୀକିଙ୍କ ଆଶ୍ରମକୁ ଉଷା କାହିଁକି ଆସିଥିଲେ? ସୀତାଙ୍କୁ ଆଶୀର୍ବାଦ କରିବାକୁ, ସୀତାଙ୍କୁ ଦୁଃଖ ମୋଚନ କରିବାକୁ, ସୀତାଙ୍କୁ ଦର୍ଶନ କରିବାକୁ, ସୀତାଙ୍କୁ ଦର୍ଶନ ଦେବାକୁ। ଆନ୍ସର ହେବ ଅପସନ୍ ସି ସୀତାଙ୍କୁ ଦର୍ଶନ କରିବାକୁ। ଅପସନ୍ ସି ହେବ ଆନ୍ସର। 33 ନମ୍ବର ଉଷାଙ୍କ ବନ୍ଦନା କରି ସୀତା କାହାର ମଙ୍ଗଳ ସମ୍ପାଦନା ପାଇଁ ପ୍ରାର୍ଥନା କରିଥିଲେ? ଅପସନ୍ ଏ ରେ ଅଛି ସଂସାରର, ବି ଆଶ୍ରମବାସୀଙ୍କର, ସି ବାଲ୍ମୀକିଙ୍କର, ଡି ରାମଚନ୍ଦ୍ରଙ୍କର। ଉଷାଙ୍କ ବନ୍ଦନା କରି ସୀତା କାହାର ମଙ୍ଗଳ ସମ୍ପାଦନା ପାଇଁ ପ୍ରାର୍ଥନା କରିଥିଲେ? ଆନ୍ସର ହେବ ଅପସନ୍ ଡି ରାମଚନ୍ଦ୍ରଙ୍କର। ପରବର୍ତ୍ତୀ ପ୍ରଶ୍ନ ତମସା ରହିଛି ଅନାଇ କୋଳ କରି ଥରେ ସୁଖ ଲଭିବା ପାଇଁ ଏହା କିଏ କହିଛନ୍ତି? ଅପସନ୍ ଏ ଉଷା, ବି ସୀତା, ସି ମୁନିକନ୍ୟା, ଡି ଅନୁକମ୍ପା। ତ ଆନ୍ସର ହେବ ଅପସନ୍ ଡି ଅନୁକମ୍ପା। 35 ନମ୍ବର ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ ପାଇଁ ଉପଯୁକ୍ତ ଶବ୍ଦଟି ବାଛ। ବନ୍ଦିଲେ ଉଷାର ଡ୍ୟାସ୍ ସବିନୟରେ ପାଦ, ଚରଣ,
ପଦ ପୟର। ଆନ୍ସର ହେବ ଅପସନ୍ ସି ପଦ। ବନ୍ଧିଲେ ଉଷାର ପଦ ସବିନୟରେ। 36 ନମ୍ବର ତମସା ନଦୀ ପାଇଁ କେଉଁ ଶବ୍ଦଟି ପ୍ରଯୁଜ୍ୟ ନୁହଁ? ଅପସନ୍ ଏ ଆଶ୍ରମଦାତ୍ରୀ, ବି ନିର୍ମଳଗାତ୍ରୀ, ସି ପବିତ୍ର ଧାରା, ଡି ରାଜଲକ୍ଷ୍ମୀ ହୃଦହାର। ତମସା ନଦୀ ପାଇଁ କେଉଁ ଶବ୍ଦଟି ପ୍ରଯୁଜ୍ୟ ନୁହଁ? ଆନ୍ସର ହେବ ଅପସନ୍ ଡି ରାଜଲକ୍ଷ୍ମୀ ହୃଦହାର। ପରବର୍ତ୍ତୀ ପ୍ରଶ୍ନ କବି ଗଙ୍ଗାଧର ମେହେର କାହାକୁ ପାଟ ମାଗଧ ବୋଲି କହିଛନ୍ତି? ଅପସନ୍ ଏ କୋଇଲିକୁ, ବି କୁମ୍ଭାଟୁଆକୁ, ସି କଜଲପାତି ଚଢ଼େଇକୁ, ଡି ଭ୍ରମରକୁ। ଆନ୍ସର ହେବ ଅପସନ୍ ସି କଜଲପାତି ଚଢ଼େଇକୁ।